हाय ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଭଲରେ ଥିବେ। ମୁଁ ବି କିନ୍ତୁ ସକାଳୁ ସକାଳୁ ମସ୍ତରେ ଅଛି। ମାନେ ସାଙ୍ଗମାନେ ମାନେ ଜଷ୍ଟ ଗାଧେଇକିରି ଆସିଲି। ଭାଇ ଏଇନେ କରୁଥିଲା ଭୋଗ ସଇଲେ ରନ୍ଧା ସଇଲେ ଭୋଗ ସଇଲେ ବି ତାପରେ ବି ବହୁତ ରୋଷେଇ କରୁଛି। ଆଉ ତାପରେ ବି ବହୁତ ଜୋର ଆଜି ଖରା ମାନେ ହଉଛି ଯେ ମୁଣ୍ଡ ଖରାପ। ଆଉ ସାଙ୍ଗମାନେ ରହୁଛି ପରେ ଦେଖାହବ। ମାନେ ରହୁଛି ତୁ ଭୋଗ ଦେ କହୁଛି। କିଏ ଦେଲା ନା ମୁଢି ଦେଲା ସାଙ୍ଗମାନେ ମୁଁ ଏଇନେ ବୋଉକୁ ଆମର ପାଣି ଦେଇକି ଆଇଲି। ତାପରେ ବି ଆମ ବୋଉ ଏଇନେ କ'ଣ କରୁଛି ଚାଲନ୍ତୁ ଦେଖିବା। ଆମ ଭାଇ ତ ସେଠି ଆସିକି ବସିଛି ମଣ୍ଡପରେ ଆମ ଦିଅଙ୍କ ପାଖରେ ବସିଛି। ଚାଲନ୍ତୁ ଆମ ବୋଉ କ'ଣ କରୁଛି ଦେଖିବା ଚାଲନ୍ତୁ ଦେଖିବା। ସାଙ୍ଗମାନେ ଦେଖନ୍ତୁ ଆମ ବୋଉ ତରକାରୀ ବସେଇଛି ଭାତ ତାର ସଇଲେ ତରକାରୀ ବସେଇଛି ଦେଖନ୍ତୁ ସବୁ ମସଲା ମସଲି ଫିଟେଇଥିଲା ବନ୍ଧାବନ୍ଧି କରୁଛି ଦେଖନ୍ତୁ ବି ହଉଛି ଉଠିକି ଯାଉଛି ସବୁ ଥୁଆ ଥୁଇ କରିବାକୁ ସବୁ ସାମାନ ପତ୍ର। ତାପରେ ବି ଦେଖନ୍ତୁ ମତେ କ'ଣ କହୁଛି ଖାଇବୁ କି ସଇଲେ ଖାଇବୁ। ମୁଁ କହିଲି ହଉ ଜଲ୍ଦି ସରେ ଭୋକ କଲେଇ କହୁଛି ଭାଇ କୁଆଡ଼େ ଯାଇଛି। ମୁଁ କହିଲି ଭାଇ ସେ ମଣ୍ଡପରେ ବସିଛି ତାକୁ ଡାକିକି ଆସେ। ସାଙ୍ଗମାନେ ମୁଁ ଜଷ୍ଟ ଖାଇଲି ଆମେ ସମସ୍ତେ ଖାଇସାରିଲେ ଆମ ଭାଇ ଏଣିକେ ବୋଉ ଏଇନେ ଖାଉଥିଲା ବି ମୁଁ ଏଇନେ ଖାଇକିରି ଗୋଟେ ଆଡ଼େ ଯିବାର ଅଛି। ଆଉ ଆମ ବୋଉ ତ ଏଇନେ ଜଷ୍ଟ ରୋଷେଇ କରିକି ଆମେ ଖାଇଲୁ। ରହୁଛି ସେପର୍ଯ୍ୟନ୍ତ ପାଇଁକା ପରେ ଦେଖାହବ। ସାଙ୍ଗମାନେ ଦେଖନ୍ତୁ ଆମେ ଖାଉଥିଲୁ ତ କଂଷ୍ଟାଟା ଧୋଉଛି କିନ୍ତୁ ଆମ ବୋଉ ସଫା କରୁଛି ଆମ ପୋଖରୀ ଦିଅଙ୍କ ପୋଖରୀରେ। ଝୁଡ଼େ ଭୋଜି ପଡ଼ିବ ଆଉ ଏଇଟା ପର୍ଯ୍ୟନ୍ତ ଭାରିଟା ମରିଯାଇଛି। କାଲି 10 କଲା, ଆଜି ତାର 11 ସଇଲେ ତାପରେ ଆସୁଛି କେମିତି ବାପଟା ତ ରହୁଛି যাব କ'ଣ କରିବ ଆଜି ବୁଝିଦେବ ସିନା। ସାଙ୍ଗମାନେ ଆମ ବୋଉ ତ ଏଇନେ କଂଷ୍ଟାଟା ପୋଖରୀ ଧୋଇକି ଯାଉଥିଲି ଗଲା ଏଇନେ। ତାପରେ ବି ଆମେ ଭାଇର ମୋର ଯିବାର ଅଛି ବ୍ରହ୍ମଗିରି। ମୁଁ ତ ପ୍ୟାଣ୍ଟ ସାର୍ଟ ପିନ୍ଧିକି ସବୁ ରେଡ଼ି ହେଇଛି। ଆମ ଭାଇ ତ ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଯାଇଛି। ପ୍ୟାଣ୍ଟ ସାର୍ଟ ପିନ୍ଧିବ ରେଡ଼ି ହେବ ବାହାରିବ। ଆଉ ସେପର୍ଯ୍ୟନ୍ତ ପାଇଁ ଅପେକ୍ଷା କର ରହୁଛି। ଦେଖିବା କେତେବେଳକୁ ବାହାରୁଛି ଯେ ପ୍ୟାଣ୍ଟ ସାର୍ଟ ପିନ୍ଧିକିରି। ଆମ ବୋଉ ଏଠି କଂଷ୍ଟାଟା ଆଣିକି ଧୋଇକିରି ବସିଛି ଦେଖନ୍ତୁ। ଏଇଠି ବସିଛି ଦିଅଙ୍କ ପାଖରେ। ଦେଖନ୍ତୁ ଆମ ଦିଅଙ୍କ ପୋଖରୀରେ ବି ମାଛ ବଡ଼ ବଡ଼ ହେଇଗଲେଣି। ପାଣିଟା ପୁରା ଖରାପ ହେଇଗଲି ଚୂନ ଫୁନ ପକେଇବେ ବେଲିଆ ପଇସା ପତ୍ର ଆଦି ହେଉଥିଲା ଚୂନ ପକେଇବେ ପାଣିଟା ପରିଷ୍କାର ହେଇଯିବ। ନହେଲେ ପୁରା ସବୁ ନେଳି ପଡ଼ିଗଲି ପାଣି ଏରାକ। ସାଙ୍ଗମାନେ ଦେଖନ୍ତୁ ଆମ ଭାଇ ପୁରା ପ୍ୟାଣ୍ଟ ସାର୍ଟ ପିନ୍ଧିକି ରେଡ଼ି ହେଇଗଲା ଯିବାକୁ ବ୍ରହ୍ମଗିରି। ଦେଖନ୍ତୁ ଆସୁଛି ମୋତେ ଡାକୁଛି ଯିବ ଚାଲ। ମୁଁ କହିଲି ଚାଲ। ସାଙ୍ଗମାନେ ମୁଁ ତ ବ୍ରହ୍ମଗିରିରେ ପହଞ୍ଚିଗଲି। ଆମ ଭାଇର ମୋର ଆମେ ଆସିଛୁ ତାପରେ ଭାଇର ମୋର ଆସିବାକୁ ଭାଇ ଟିକେ କାମ ଅଛି ବ୍ୟାଙ୍କରେ। ଆଉ ଆମ ଭାଇ ତ ପଳେଇଲି ବ୍ୟାଙ୍କକୁ। ହଉ ମୁଁ ଇଆଡ଼େ ଆସିଛି ଟିକେ। ତାପରେ ବି ହଁ ତାପରେ ବି ମୁଁ ଯାଉଛି। ସିଏ ଗଲେ ହେରି ବ୍ୟାଙ୍କକୁ। ମୁଁ ସେପର୍ଯ୍ୟନ୍ତ ପାଇଁକା ଯାଉଛି ରହୁଛି। ଆମର ତ ସରିଗଲା କାମ ବ୍ୟାଙ୍କରୁ। ତାପରେ ବି ଆମେ ଆସିଲୁ ହେରି ଆମେ ହେଇଛୁ କାଠୁଆଠି। ଆମ ଭାଇ କ'ଣ ପରିବାପତ୍ର କିଣୁଛି କାଠୁଆଠୁ ଆଉ ଆସନ୍ତୁ କ'ଣ କିଣୁଛି ଆମ ଭାଇ। ଚାଲନ୍ତୁ ଦେଖିବା କ'ଣ କିଣୁଛି। ଆଉ ମୁଁ ତ ଟିକେ ଆସିଥିଲି ହେରି। ହଉ ରହୁଛି। ପରିବାପତ୍ର ବୁଝୁଛି କ'ଣ ରେଟ୍ ଅଛି। ତାପରେ ବି ଏଇଠି ସବୁ ନେଉଛି ଅଛି ଗୋଟେ ସାଙ୍ଗମାନେ ଆମେ ଏଇନେ ଘରେ ଆସି ଜଷ୍ଟ ପହଞ୍ଚିଲୁ। ଆମ ଭାଇର ମୋର। ଆମ ଭାଇ ତ ସବୁ ଗରମରେ ରହିପାରିଲାନି, ପ୍ୟାଣ୍ଟ ସାର୍ଟ ସବୁ ଖୋଲିଦେଲା। ଏତେ ଜୋରେ ଗରମ ହେଉଛି ବହୁତ ଜୋରେ ଖରା ହେଉଛି। ଆଉ ଆସିଲା ଆମ ବୋଉ ଶୋଇପଡ଼ିଛି ଦେଖନ୍ତୁ ରୋଷେଇବାସ କରିକି। ହଉ ରହୁଛି ପରେ ଦେଖାହବ। ଯିବାର ଅଛି ଗୋଟେ ଆଡ଼େ ଆମର ଦେଖନ୍ତୁ ବିଦ୍ୟାଧର ବାହାରି ପଡ଼ିଲେ। ଗାଡ଼ି ଫାଡ଼ି ସବୁ ବାହାର କରିକି ଚାଲିଲେ। ଆମେ ଯାଉଛୁ ତାଙ୍କର ଟିକେ କାମ ଅଛି ଗୋଟେଠି ଆମେ ଯାଉଛୁ। ହଉ ଚାଲ ଗାଡ଼ି ଚଲାଉଛନ୍ତି ଆମର ବାବୁ। ସାଙ୍ଗମାନେ ଦେଖନ୍ତୁ ଆମେ ବିଦ୍ୟାଧର ମୁଁ ତା ବୋଉ ଆମେ ଯାଉଛୁ ଗୋଟେ ଆଡ଼େ ତାଙ୍କର କ'ଣ କାମ ଅଛି। ସେ କହିଲେ ଚାଲ କୋଉଠିକି ଯିବା ଆମେ ଜାଗା ଦେଖିନୁ ତୁ ଚାଲେ। ମୁଁ ସେଇଠୁ ତାଙ୍କ ହାତରେ ଗଲି। ଦେଖନ୍ତୁ ସେମାନେ ଯାଉଛନ୍ତି। ସାଙ୍ଗମାନେ ଦେଖନ୍ତୁ ଆମେ ହେଇଛୁ କଳ୍ପନା ଛକ ରୋଡ଼ରେ
ମାନେ ଭୁବନେଶ୍ୱର କଳ୍ପନା ଛକ ନାହିଁ ଶିରୁଳି କଳ୍ପନା ଛକରେ ରୋଡ଼ରେ ସେଇଟା ଦେଖନ୍ତୁ ଆମେ ହେଇଛୁ ସେଇ ଶିରୁଳି କଳ୍ପନା ଛକ ପାଖାପାଖି ହେଇଗଲେ ଦେଖନ୍ତୁ ମାନେ ସେଇ ଗୋଟେ ହନ୍ତୁକ ଦେଇକି ଆମେ ଯିବୁ ମାନେ କଳା ଆଡ଼ିକି ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ ମାନେ ରୋଡ଼ ତାଙ୍କର ମାନେ କେମିତିଆ ମାନେ ଭଙ୍ଗା ଭଙ୍ଗି ସବୁ ହେଇଯାଇଛି ମାନେ ଭାଙ୍ଗି ଯାଇଛି ରୋଡ଼ ମାନେ ସବୁ ଢିମା ଫିମା ହେଇଯାଇଛି ରୋଡ଼ ତାଙ୍କ ଧାନ ଫାନ ବି ହେଇଗଲି ଦେଖନ୍ତୁ ତାପରେ ବି ଆମେ ସେପଟେ ଯାଉଛୁ ମାନେ ଦେଖନ୍ତୁ ଆମେ ମାନେ ବହୁତ ଟାଇମ୍ ହେଲେ ଆସିବାର ଦେଖନ୍ତୁ ବିଦ୍ୟାଧରକୁ ଦେଖନ୍ତୁ ତା ପୁଅକୁ ମୁଁ ଆସିଛି ମାନେ ତାଙ୍କର କାମ ଚାଲିଛି ଏଠୁ ସରିବାକୁ ନାହିଁ ମାନେ ଖାଇବାକୁ ଯାଇଛନ୍ତି ତାଙ୍କର ଆହୁରି ଟାଇମ୍ ଅଛି କେତେ ଟାଇମ୍ ଦେଖିବା ମାନେ ଏଇଟା ତାଙ୍କର ମାନେ ଫ୍ୟାକ୍ଟ୍ରି ଗୋଦାମଟା ବଢ଼ିଆ ପବନଟା ଏଇଠି ହେଉଛି ମୁଁ ସେଥିପାଇଁ ଆଡ଼େ ଆସିଛୁ ଭାରି ତା କାମ ସରିଲେ ଆଉ ଅଳ୍ପ କାମ ଅଛି ସରିଲା ପରେ ବି ଆମେ ଘରକୁ ଯିବୁ ମାନେ ଏତେ ଜୋରେ ଗରମ ହେଉଛି ସମ୍ଭାଳି ହେଉନି ଆମେ ଆସିଛୁ ମାନେ ଗୁପଚୁପ୍ ଖାଇବା ଆମର ମଉସା ମାନେ ଆମର ଗୁପଚୁପ୍ ତିଆରି କରୁଛନ୍ତି ଆମକୁ ଦେବେ ଏଇନେ ବିଦ୍ୟାଧର ମୋର ଆମେ ଖାଇବୁ ମଉସା ଗାଁ କୋଉଠା ମୋ ଗାଁ ପରା ଏଇ ମଉସାଙ୍କ ଗାଁ ଏଇ ଗାଁ ଆସିବ ମାନେ ଖାଇବାକୁ ଆସିବ ମଉସା ଯଦି ମସ୍ତ ବନଉଛନ୍ତି ଖାଇବାକୁ ଦେଉଛନ୍ତି ଏଇଟା କୋଉଟା ଗାଁ ନା ଆଳନ୍ଦିଆରେ ଆସିବ ଖାଇବ ମାନେ ଗୁପଚୁପ୍ ଗ୍ୟାସ୍ ନେବ ତାପରେ ବି ମଉସାଙ୍କ ପାଖରୁ ମାନେ କିଛି ଟିପ୍ସ ନେବ ତାପରେ ନା ହଉ ରହୁଛି ଦେଖିବା କେମିତି ଦେଉଛନ୍ତି ଆମେ ଖାଇବୁ ମାନେ ଆମର ମାନେ ଛିଡ଼ା ହେଇଗଲେ ଆମେ ଗୋଟିଏ ଆଡ଼ୁ ମାନେ ସମସ୍ତେ ଖାଉଛନ୍ତି ଦେଖନ୍ତୁ ଆମ ମଉସା ଆମର ଦେଉଛନ୍ତି ମାନେ ସମସ୍ତେ ଆଜି ମଉସାଙ୍କ ପାଖରେ ଦେଖା ହବ ପରେ ଖାଇସାରିଲା ପରେ ମାନେ ଗୁପଚୁପ୍ ଆମେ ଖାଉଛୁ ସାଙ୍ଗମାନେ ଦେଖନ୍ତୁ ଆମର କାମ ଫାମ ସରିଲା ସେଠୁ ମାନେ ଆମେ ଆସିଲୁ ମାନେ ଆଉ ଗୋଟେ ଦୋକାନକୁ ମାନେ ଥଣ୍ଡା ଫଣ୍ଡା ପିଇବାକୁ ସମସ୍ତେ ଏଠି ବସି ପଡ଼ିଲୁ ଥଣ୍ଡା ପିଇବୁ ଏଇନେ ବିଦ୍ୟାଧର ମଗାଉଛନ୍ତି ଥଣ୍ଡା ସେଠି ଦେଖନ୍ତୁ ଥଣ୍ଡା ଆମେ ମଗେଇଦେଲୁ ପିଉଛୁ ଆମେ ସମସ୍ତେ ବି ଥଣ୍ଡା ହଁ ଠିକ୍ ଅଛି ଦଉ ବ୍ୟସ୍ତ ନାହିଁ ଆମର ବାବୁ ପଇସା ଦେଉଛନ୍ତି ସେଠୁ ଆମର ଆସିଲା ଯଜ୍ଞ ହବ ନା କ'ଣ ଓହୋ ଭାଇ ଆଜି କଣ ପିଠା ଗାଧେଇନି ରେ ପୁଅ ଖାଦ୍ୟ ମୋ ମୁଣ୍ଡରେ ମାରିଦେ ଜୟ ପ୍ରଭୁ ସାଙ୍ଗମାନେ ଆମେ ଜଷ୍ଟ ଆସି ଘରେ ପହଞ୍ଚିଲୁ ଦେଖନ୍ତୁ ଆମର ବିଦ୍ୟାଧର ଗାଡ଼ି ଫାଡ଼ି ରଖୁଛନ୍ତି ଆଉ ରହୁଛି ଘରେ ଦେଖାହେବ ଜଷ୍ଟ ଏଇନା ଆସିକି ମାନେ ବହୁତ ଜୋରେ ଭୋକ କଲି ବହୁତ ଟାଇମ୍ ହେଇଗଲି ମାନେ ଏଇନା ଆସିଲୁ ଆମ ବୋଉ ତ ଏଇନା ଆସୁଛି ମୋତେ ଭାତ ଦେବାକୁ ଦେଖନ୍ତୁ ଏଇନା ଆସିବ ଏଇନା ମୁଁ ତାକୁ ଡାକିକି ଆସିଲି ସେଠି ଦେଖନ୍ତୁ ବୋଉ ଆସୁଛି ଖାଇବାକୁ ଦେବାକୁ ହଉ ଖାଇସାରିଲା ପରେ ଦେଖାହେବା ମାନେ ଜଷ୍ଟ ଆସିକି ଗୋଟେ ଖାଇଦେଲି ମାନେ ବହୁତ ଜୋରେ ଭୋକ କରିଦେଲା ସିଆଡ଼ୁ ଆସିକିରି ବହୁତ ଜୋରେ ଭୋକ କରିଗଲା ମାନେ ଖାଇସାରିଲା ପରେ ମୁଁ ଇଆଡ଼େ ଆସିସାରି ଆମ ପୋଖରୀ ଆଡ଼େ ଆମ ବୋଉ ବି କଂଷ୍ଟାଟିଆ ଆମେ ଯେଉଁ ଖାଇଥିଲି ମାନେ କଂଷ୍ଟାଟିଆ ନେଇକିରି ଆସିଛି ଦେଖନ୍ତୁ ସଫା କରିବାକୁ ଆମ ପୋଖରୀକୁ ଚଲନ୍ତୁ ବିଦ୍ୟା ବାବୁ ଆମର କ'ଣ କରୁଛନ୍ତି ମାନେ ଆସିକିରି ମାନେ ଗାଧଉଛନ୍ତି ଗାଧେଇକି ଯାଇନଥିଲେ ଏବେ ଆସିକିରି ଗାଧଉଛନ୍ତି ଆସନ୍ତୁ ଦେଖିବା ସାଙ୍ଗମାନେ ଦେଖନ୍ତୁ ମାନେ ମୁଁ ଖାଇଥିଲି ଖାଇକିରି ମାନେ ମୁଁ ଇଆଡ଼େ ଆସିଲି ଆମ ବୋଉ ବି ଆସିକିରି ଦେଖନ୍ତୁ ଦିହାଙ୍କର ଚୁଲି ନିପୁଛି ମାନେ ସେଇଥିରେ ରୋଷେଇବାସ ହବ ତ ଭୋଗ ରନ୍ଧା ହବ ସେଥିପାଇଁ ସିଏ ଚୁଲି ନିପୁଛି ଚୁଲି ନିପି ଚାଲିଛି ଚୁଲି ନିପା ନିପି ଆମର ମାନେ ଆମ ବୋଉ ମୁଁ ଖାଇଲି ତାପରେ ବି ସିଏ ଆସିଲା ନେଇକି କଂସାରେ ପାଣି ଆଣିକି ଆଉ ତାପରେ ଗୋବର ଆଣିକିରି ତାପରେ ଚୁଲି ନିପୁଛି ଦେଖନ୍ତୁ ମାନେ ସମସ୍ତେ ମାନେ ଚୁଲି ଫୁଲି ନିପା ନିପି କରନ୍ତି ସେଇଥିରେ ବି ଭୋଗ ରନ୍ଧାରନ୍ଧି କରନ୍ତି ଦେଖନ୍ତୁ ଆମ ବୋଉ ସାଙ୍ଗମାନେ ଦେଖନ୍ତୁ ମାନେ ବିଦ୍ୟାଧର ସିଆଡ଼େ ଯାଇଥିଲା ସକାଳୁ ଗାଧେଇକି ଯାଇନଥିଲା ତାପରେ ଏବେ ଆସିକିରି ଗାଧଉଛି ମୁଁ କହିଲି କ'ଣ କିରେ ଗାଧେଇକି ଯାଇନଥିଲୁ ସେ ମନା କହୁଛି ନା ଗାଧେଇକି ଯାଇନଥିଲି ଖରାରେ ଆସିଲାନି ଜଷ୍ଟ ସାବୁନ ଫାବୁନ ଲଗେଇକିରି
ଗାଧଉଛି ଦେଖନ୍ତୁ। ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ। ପ୍ଲିଜ୍ ଦୟାକରି ମୋ ଚ୍ୟାନେଲ ସବସ୍କ୍ରାଇବ୍